ଗାଁ ଗାଁ ମୋର ମା। ଗାଁ ପିଣ୍ଡାରେ ଚାଷ ଖେଳ, ସାଙ୍ଗସାଥୀ ମେଳ, ଦୋଳ ପୂର୍ଣ୍ଣିମାରେ ରଙ୍ଗ ଖେଳ, ଆଉ ଗାଁ ମୁଣ୍ଡ ବରଗଛ ଆଉ ଆମ୍ବ ତୋଟାରେ ଦୋଳି ଖେଳ ସେଇ ରଜ ପୂର୍ଣ୍ଣ। ଆଉ ପ୍ରତିଟି ଯାନିଯାତ୍ରାରେ ନେଉଥିବା ପ୍ରତିଟି ଆନନ୍ଦ, ପ୍ରତିଟି ମଜାର ନିଆରା ଅନ୍ଦାଜ। ବାସ୍ ସେଇଭଳି ମୋର ବି ମଧ୍ୟ ଘଟି ହେଉଥିଲା ପ୍ରତିଟି ମୁହୂର୍ତ୍ତ। ରୋଜଗାର କହିଲେ 4 ମାସ ଚାଷ, ସେଇଥିରେ ଚଳିଯାଏ ଆମର ଭାତ ହାଣ୍ଡି, ଖାଇବା ଗଣ୍ଡିକ ଆରାମସେ ହେଇଯାଉଥିଲା। ଆଉ ବାକି 8 ମାସ ଅତି ଆନନ୍ଦରେ ବୁଲିବାର ହେଉଥିଲା। ଏଇ ଭିତରେ କେତେବେଳେ ଧସେଇ ପଶି ଆସିଥିଲା ମୋ ଭିତରେ ଯୌବନ, ଆଉ ଯୌବନରେ ବାପା ମାଙ୍କର ଚାଲିଲା ବୋହୂ ଖୋଜା, ଆଉ ଠିକ୍ ଝିଅଟେ ମଧ୍ୟ ମିଳିଲା, ଆଉ ମୋର ବାହାଘର ହୋଇଗଲା ତା ସହ। ତଥାପି କଟୁଥିଲା ଆଗ ଭଳି ଜୀବନ, କିନ୍ତୁ କ୍ରମଶଃ ଟାଇଟ୍ ହୋଇଯାଉଥିଲା ଯେମିତି, ଏମିତି ଅନୁଭବ ହେଉଥିଲା। ଏଇ ଭିତରେ ହୋଇଗଲି 2 ଛୁଆର ବାପା। ଚାଷର ସ୍ୱଳ୍ପ ରୋଜଗାରରେ ପରିବାର ଖର୍ଚ୍ଚ ଭାରି ଅଭାବ ଅନୁଭବ ହେଉଥିଲା। ଧୀରେ ଧୀରେ ଅଣନିଶ୍ୱାସୀ ହେବା ଆରମ୍ଭ କଲି। ସେଦିନ ପାଖ ଗାଁର ରମେଶ ଟିପ୍ଟପ୍ ହୋଇ ଚଇନ ଚିକଣ ହୋଇ ଆସିଥାଏ। ବହୁ ଦିନ ପରେ ତା ସହ ଦେଖା ହେଲା, କିନ୍ତୁ ବଦଳି ଯାଇଥିଲା ସେ ଆଉ ତାର ହାବଭାବ। ପଚାରି ବୁଝିବାରୁ ସେ କହିଲା ସେ ସୁରାଟରେ କାମ କରେ, ସେଠି କୁଆଡ଼େ ଭଲ ରୋଜଗାର। ଏହା ଶୁଣି ତା ସହ ଯିବାକୁ କହିଲି। ଯେନତେନ ପ୍ରକାରେ ବାପା ବୋଉ ଆଉ ମୋ ଧର୍ମପତ୍ନୀକୁ ବୁଝେଇବାକୁ ସକ୍ଷମ ହୋଇଗଲି, ଆଉ ତହିଁ ଆର ଦିନ ରମେଶ ସହ ବାହାରି ପଡ଼ିଲି ଯିବା ପାଇଁ ସୁରାଟ। ପେଟ ଚାଖଣ୍ଡକ ପାଇଁ ସିନା ଗାଁ ଛାଡ଼ିଥିଲି, ଆଉ ଗୋଟେ ନୂଆ ପରିଚୟକୁ ଆପଣେଇଥିଲି, ତା ଥିଲା ଦାଦନ। ସମାଜ ଆଖିରେ ତୁଚ୍ଛ ହେଲେ ବି ବାଧ୍ୟ ହୋଇ ଆପଣେଇ ନେଇଥିଲି ପ୍ରବାସୀ ହୋଇ ଦାଦନର ଲକେଟ ପିନ୍ଧିବାକୁ। ଅତି ଆନନ୍ଦରେ ନହେଲେ ବି ଚଳି ଯାଉଥିଲା। ଗାଁରେ ଛାଡ଼ି ଯାଇଥିବା ମୋ ପରିବାର ଓ ମୋ ପେଟ ଚାଖଣ୍ଡ। ସମାଜରେ ମୋର ଅସ୍ତିତ୍ୱକୁ ବଜାୟ ରଖିବା ପାଇଁ ସଂଘର୍ଷ କରି ଚାଲିଥିଲି। ଭୁଲି ଯାଇଥିଲି କର୍ମର ଏବଂ ଦାରିଦ୍ର୍ୟ ତାଡ଼ନାରେ ମୋ ଗାଁକୁ। କାହିଁକି ନା ସକାଳୁ ଉଠିଲେ ଆଖି ଆଗରେ ନାଚି ଉଠୁଥିଲା ପତ୍ନୀର ଖ୍ୱାଇଶ, ବାପାର ମେଡ଼ିସିନ ଆଉ ଘର ଚଳିବା ସରଞ୍ଜାମର ଚିତ୍ର। ତାକୁ ପୂରଣ କରିବାକୁ ଯାଇ ମାଡ଼ି ଯାଉଥିଲି କଳକାରଖାନା ଧୂଳି ଧୂସର ଭିତରକୁ, ନିଜ ରକ୍ତକୁ ତିଳ ତିଳ କରି ନିଗାଡ଼ି ଗୋଟି ଗୋଟି କରି ଶୁଖି ଯାଇଥିବା ଅଭାବକୁ ପୂରା କରିବାକୁ। ଏପଟେ ନିଜେ ଚଳିବାକୁ କିଛି ରଖି ମାସ ଶେଷରେ ବାକି ସବୁତକ ଟଙ୍କା ପଠାଇ ଦେଉଥିଲି ଗାଁରେ ଥିବା ମୋ ପରିବାରକୁ। ଯଦି ସେତିକ ମୋ ଘର ଚଳିବାକୁ ଯଥେଷ୍ଟ ହେଉନଥିଲା, ତଥାପି ବଞ୍ଚିବା ଯାଉଥିଲା ମୋ ପରିବାର। ହେଲେ ହଠାତ୍ କେଉଁଠି ଥିଲା କେଜାଣି କରୋନା ରୂପୀ କଳା ବାଦଲ ଧସେଇ ପଶି ଆସିଲା ମୋରି ଜୀବନକୁ। ଠିକ୍ ଏ ସମୟରେ ପିଲାଙ୍କ ପରୀକ୍ଷା ସରିଥାଏ। ମୋ ପିଲାମାନେ ବୁଲିବାକୁ ଆସିଥାନ୍ତି ମୋରି ପାଖକୁ। ସେଦିନ ଶୁଣିଲି ସାରା ଭାରତରେ ଲକଡାଉନ, ସମସ୍ତେ ଯିଏ ଯେଉଁଠି ରହିଯାଇଛନ୍ତି, ଆଉ କେହି ଆଉ ବାହାରକୁ ବାହାରିବେନି। କିଛି ସମୟ ସ୍ତବ୍ଧ ହୋଇଗଲେ ବି ଆଦରି ନେବାକୁ ଚେଷ୍ଟା କଲି ନିଜର ସୁରକ୍ଷା ପାଇଁ। ଯାହା କିଛି ସଞ୍ଚିତ ଅର୍ଥ ଥିଲା ଭାବିଲି କଷ୍ଟେ ମଷ୍ଟେ ଚଳିଯିବି, କିଛି ଦିନ କଥା ତ, ତା ବି କଲି। ଧୀରେ ଧୀରେ ମୋ ହାତ ଖାଲି ହୋଇଯାଉଥାଏ, ହାତ ଗଣତି କେଇ ପଇସା ବଞ୍ଚିଥାଏ। ଭାବିଲି ଲକଡାଉନଟା ହଟିଗଲେ କମ୍ପାନୀଟା ଚାଲିବ, ପୁଣି ରୋଜଗାର ଫେରିଆସିବ, ଆଉ ଆମ ସଂସାର ଠିକରେ ପୁଣି ଚାଲିବ। ହେଲେ ଏ କ'ଣ, ସେଦିନ ପୁଣି ଘୋଷଣା ହେଲା ଲକଡାଉନ, ଯେ ଲକଡାଉନ ବଢ଼ାଇ ଦିଆଯାଇଛି। ବାସ୍ ଘୋଟି ଆସିଲା ଘନ ଅନ୍ଧକାର, ଲତ୍କିନା ବସିଗଲି ସେଇଠି। ଗମ ଗମ ହୋଇ ବହିଗଲା ଅସରାଏ ଝାଳ, ନୀରବି ଯାଉଥିଲି। ଧୀରେ ଧୀରେ ଆରମ୍ଭ ହେଲା ସଙ୍କଟ, ଆଉ ବାସ୍ ମନେ ପଡ଼ିଗଲା ମୋ ଗାଁ କଥା। କିଛି ନହେଲେ ଗାଁ ଚାରିଆଡ଼େ ବୁଲି ଆସିଲେ ବାଡ଼ି ବଗରୁ ମିଳିଯାଏ ଗଣ୍ଡିଏ ଶାଗ। କମ୍ ସେ କମ୍ ଶାଗ ଟିକେ ଖାଇ ବଞ୍ଚିଯିବାର ହେଇଯାଏ। କିନ୍ତୁ ଆଉ ହଁ, ସାହି ପଡ଼ିଶା ବୁଲିଦେଲେ ଚାଉଳ ମୁଠାଏ ବି ମିଳିଯିବାର ପସିବିଲିଟି ଥାଏ। କିନ୍ତୁ ଏଠି ଚକ୍ ଚକ୍ ସହରର ମାର୍ବଲ ଚଟାଣରେ ଯାହା ଛୁଇଁବ ପଇସା, ବିନା ପଇସାରେ ଏଠି ପବନ ବି ହଲେନି। ଆଉ ସେଇଭଳି ଜାଗାରେ ବିନା ପଇସାରେ ଚଳିବା କେମିତି ବା ସମ୍ଭବ ହୋଇଥାନ୍ତା। ବହୁତ କଷ୍ଟ ଅନୁଭବ କଲି। ବାଧ୍ୟ ହୋଇ ସ୍ତ୍ରୀ ପାଖକୁ ଗଲି, କହିଲି ଏଇଠି ଶୁଣୁଛ,
କଥା गोटे कहूली शुणबनी कथा कौन कि एक्चुअली मु भावुची आम ए गाँ को पलैबा। अरे तमें एमती कौन कौच गाँ को केमती जा गाड़ी मोटर किसी ना सब तो बंद केमती जीवा नाई आम बचापी गाँ को जीवा। तमें कौन जदि भगवान को दया आम बंची गले जदि आम गाँव में पहुँची गल ताले आम बंची जीवा कम से कम तो चेष्टा करवा। हाँ जे यही पिला दीटा एमती आम नहीं केमती जीवा चलवा चली चली जीवा कहीं से खुशी अच्छी से आनंद अच्छी जेमिति पहुँचवा और ये न खाई मरीज अपेक्षा बरम चेष्टा तो करवा। बास जेनतन प्रकार में मो स्त्री को बुझेदेली आ से भी बुझीगला जे गाँव ही आनंद अच्छी और गाँव ही खुशी अच्छी और गाँव ही जीवन अच्छी। माँ जमीती किसी न खाई आमको खाइबा वंचित न करें से भाई ठीक मो गाँ कुआड़ू केमिति करी मो पाई खाइबा जोगे दिए और गाँव भाईचारा प्रति मुहूर्त साहाय्य सहानुभूति दे था। बस ता पर दिन बाहरी गलु पाखरे थिबा जहाँ जहाँ नित्य आवश्यक जिनस किछि किछि धरी बस बाहरी गलु सकाळु सकाळु बाटरे अनेक ताड़ना पुलिस ताड़ना लोकंकर टाहीटा परा तथापि सब संभाली संभाली चलु। ए भितरे अनेक जगार खाइबा को मिले दिन पर दिन राति पर राति खाइबे कौ दिन मिले तो कौ दिन न मिले यही भली कष्टे मष्टे आम चली कहीं आखि आगे केवल गोटे जिनस मो गाँ और मो आखि आगे देखा केवल मो गाँ से गाँ को अनुमान कर से गाँ को आखि आगे रखी मु चलुली अनुभव करुली मो माँ मत डाकुची मो गाँ मत डाकुची। बास ये थिला मो गाँ सतरे मु भूली जाइली कर्मर जंजाल भितर कर्मर दुआही भितर मु भूली जाइली मो गाँ को आज जिते चुपचाप नीरव रे बसीगली मन पड़गला प्रति मुहूर्त प्रति कथा और सेटा ही भल थिला मो गाँ ये थिला मोर कहानी। आज भी संघर्ष करुच्ची आज भी चलवा जारी रखी पछे मो पाद फुटी जाए कंटा फुटी जाऊँगी मो पाद रक्त झरुची तथापि मु किंतु भ्रूक्षेप नक चली आग को चली जड़े दादन कहानी आउ ए कोरोना रे से दादन टी आज कोई भाई भाव में कष्ट कौ भाई भाव में प्रति मुहूर्त कष्ट अनुभव कहीं केमिति जाइतिला यह। हाँ नमस्कार मु अनु भाई आपन को शुणुली आज अनु भाई गपमणि रे एक दादन निछक कहानी केमती लगे निश्चय जनइबे कमेंट बॉक्स रे कमेंट देबे और भल लगे लाइक करेंगे। हाँ सब्सक्राइब करी पाखे बेल बटन को दबाई क्षमार भूल जहाँद्वारा आम करुवा प्रत्येक वीडियो प्रथम पहुँचवा आपण मान पाखे। आज तो समय हो पुणी देखा आउ एक अध्याय आउ एक नुआ कहानी तेरे आज विदा नौची। नमस्कार जय जगन्नाथ।